ଚମ୍ପାବତୀ 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 ଓଫୋ କାହିଁକି ଡାକୁଥିଲ ଯେ? ହେଇଓ ତମର ଆଖି ଦୋଷ ଥିଲା ବୋଲି ମୁଁ ଜାଣିଥିଲି, ହେଲେ କାନ ଦୋଷ କେବେଠୁ ଆରମ୍ଭ ହେଲା? ମୋର ଆଖି ଦୋଷ ଥିଲା? ତମର ନଥିଲେ ତ ମୋ ବୋଉଙ୍କର ଥିଲା। ମଲା ମୋ ବୋଉର କେବେ ଆଖି ଦୋଷ ଥିଲା ମ? ମୋ ବୋଉ ତ ବିନା ଚଷମାରେ ଲେଖି ପଢି ପାରୁଥିଲା। ତାହେଲେ ତମ ବୋଉଙ୍କର ନଥିଲା ମାନେ ତମ ବାପାଙ୍କର ଥିବ ଆଉ। ମୋ ବାପାଙ୍କର କିଛି ଆଖି ଦୋଷ ନଥିଲା, ବିନା ଚଷମାରେ ସେ ଲେଖି ପଢି ପାରୁଥିଲେ, ବରଂ ତମ ବାପାଙ୍କର ଥିବ। ହଉ ହେଲା, ତମ ବାପାଙ୍କର ନଥିଲା ମୋ ବାପାଙ୍କର ଥିଲା, ଏଇଆ ତ। ତମେ ମତେ କଣ ପାଇଁ ଡାକିଲ ସେ କଥା ନ କହି ଆଖି ଦୋଷ କାନ ଦୋଷ କଣ ବାଛୁଛ ବା? କଣ କହିଲେ ମୁଁ ଯାଏ, ମୋର ତେଣେ କେତେ ପାଇଟି ପଡିଛି। ଓ ଚମ୍ପାବତୀ ତମେ ଏମିତି ଅସମାଳ ହେ ଚଳିବ? ସମୁଦ୍ର ମନ୍ଥନରୁ ଅମୃତ ବାହାରିଲା ଭଳି ପାଞ୍ଚ କଥା ମନ୍ଥି ହେଲେ ଅସଲ କଥା ମାନେ କଥାର ମାନେଟା ବାହାରେ, ବୁଝିଲ? ତମେ ସମୁଦ୍ର ମନ୍ଥି ଅମୃତ ବାହାର କରୁଥା, ମୁଁ ଯାଉଛି। ଚମ୍ପାବତୀ ଶୁଣ ମ, କଣ କଣ କହୁନ? ମାନେ ମୁଁ ଆଜି କୁଆଡେ ବାହାରିଛି ତମେ ଜାଣିଛ? ମତେ ଆଗତ ଭବିଷ୍ୟ ଜଣା ନାହିଁ। ଚମ୍ପାବତୀ ତମେ ପରା ହେଲ ମୋ ଡଙ୍ଗାର ନାହୁରି, ମାନେ ତମକୁ ନ ପଚାରେ ଇଏ ଡଙ୍ଗା ଘାଟ ଛାଡିବ ନା ଆଉ କୁଆଡେ ଯିବ? ଜାଣିଛ ଚମ୍ପାବତୀ, ତମ କଥା ମୁଁ ସବୁ ବଡ ବଡ ମହଲେ ଏମିତି ଭାବରେ ତାରିଫ କରି କହେ, ଯିଏ ଶୁଣନ୍ତି ପରା ତାଗା ହେଇକି ରହିଯାଆନ୍ତି। ଥାଉ ଥାଉ, ଆଉ ପ୍ରଶଂସା କରିବା ଦରକାର ନାହିଁ। ମୋ ମନ କଥା ବୁଝିବା ପାଇଁ ତମ ଆଖିରେ ସତେ ଯେମିତି ନିଦ ନଥିବ। ଚମ୍ପାବତୀ କହିଲ ତମ ଦରଦ କଣ ମୁଁ ବୁଝେନି? ଆଉ ଯେତେବେଳେ ଯାହା ଚାହିଁଛ ମୁଁ କଣ ଆଣି ଖାଇବାକୁ ଦେଇନି? ତମ ସହିତ ବସି ଭଲ ମନ୍ଦ କଥା ହେଇନି ନା କଥା ହଉନି? ତମ ଘରକୁ ଆସିଲା ଦିନଠୁ କୋଉ ଦିନ ଖଣ୍ଡେ ଶାଢୀ କି ଗଣାଣି ଦେଇଛ? ବୁଝିଲ ଚମ୍ପାବତୀ, କାଉ ରଡିବାକୁ ଆମ୍ବଟା ଠିକ ବେଳ କାଳ ଦେଖି ଗଛରୁ ଆସି ତଳେ। ମୁଁ ପରା ତମରି କଥା ଭାବି ରାଜ ଦରବାରକୁ ବାହାରିଛି। ପୁରସ୍କାରଟା ମିଳିଲେ ତମ ପାଇଁ ଶାଢୀ ଗହଣା ଆଉ ତମ ବେଶଭୂଷା ପାଇଁ କୁକୁମ ଅଳତା ଅତର ସବୁ ବରା ବଜାରରୁ ନେଇ ଆସିବି। ଓହୋ, ତମେ ରାଜବାଟିକୁ ବାହାରିଛ? ମୁଁ ଭାବିଲି ତମେ ଆଉ କୁଆଡେ ବାହାରିଛ ନା। ତମେ ଜାଣିଛ ଚମ୍ପାବତୀ, ମୁଁ ଆଗତ ଭବିଷ୍ୟତ ଜାଣେ ନା। ତମ ମନ କଥା ମୁଁ ଯେମିତି ଜାଣିଲି, ମୁଁ ମୋ ବ୍ୟବସ୍ଥା ଲାଗି ପଡିଲି ଆଉ। ହଉ ଦେଲ, ମୋ ପାନଟା ଦେଲ। ନିଅ ନିଅ। ଏଥର ମୁଁ ଚାଲିଲି। ଏଇ ମୁଁ କଣ କହୁଥିଲି କି, ମୁଁ ଜାଣେ ପରା ଚମ୍ପାବତୀ, ଅନୁକୂଳ ବେଳେ ପଛରୁ ତମେ ଟିକେ ଶଙ୍ଖ ନ ଫୁଙ୍କିଲେ ତମକୁ ନିଦ ହବନି। ହଉ କଣ କହୁଥିଲ କହିଲ? ମୁଁ କହୁଥିଲି କେତେବେଳେ ଫେରିବ? ଖରା ଦେଖିକି ତ ଅନୁକୂଳ କରି ବାହାରୁଛି, ତରା ଦେଖିକି ଫେରୁଛି କି ପୁଣି ଖରା ଦେଖିକି ଫେରୁଛି ସେ କଥା ମତେ ଜଣା ନାହିଁ, ବୁଝିଲ? ଡଙ୍ଗା ତ ଏଯାଏ ଘାଟ ଛାଡିନି, ବାଟରେ ପୁଣି ବାହା ବତାସ ଅଛି, କେତେବେଳେ ଫେରିବି କିଏ କହିବ? ହଉ ଏଥର ତ ଶଙ୍ଖ ହୁଳୁହୁଳି ଗାଉଣା ବଜଣା ସରିଲା, ଆମେ ଏଥର ଚାଲିଲୁ। ମୁଁ କଣ କହୁଥିଲି କି, ପ୍ରଭୁ ହେ, ବିଘ୍ନ ଉପରେ ବିଘ୍ନ। ହୟ ଚମ୍ପାବତୀ, ଇଏ ବନ୍ଦାପନା ପରେ କଣ ମେଲାଣି ଦେବାକୁ ଭୁଲି ଯାଇଥିଲ? ହଉ ଏଥର ମେଲାଣି ଦେଇଦିଅ, ଏ ଅଧମ ଯାତ୍ରା ଆରମ୍ଭ କରିବ। ମୁଁ କଣ କହୁଥିଲି କି, କଣ? ଖରାରେ ଏତେ ବାଟ ଯିବ, ଛତାଟା। ଆରେ ଆରେ ସତେ ତ। ବୁଝିଲ ଚମ୍ପାବତୀ, ବେଳେବେଳେ ବୁଦ୍ଧିରେ ଥିଲା ତମର ସମ ବିଷମ ହୁଏ, ତାହେଲେ ଘରଣୀ ପଣରେ ଛାଡ। ହଉ ଏଥର ମୁଁ ଚାଲିଲି। ଶୁଭ ବେଳା। ମୁଁ କଣ କହୁଥିଲି କି, ଚମ୍ପାବତୀ ଏଯାଏ ତମର ପିଛା ଛାଡିନ? ନାଇଁ ମୁଁ କଣ ଭାବିଲି କି ଆମର ସିଏ 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 ପୁଣି କିଏ? ମାନେ ମୋ ସ୍ତ୍ରୀ ଚମ୍ପାବତୀ। ହରିଓଂ ହରିଓଂ, ମାନେ ମୁଁ ଆପଣ ଭାବିଲେ ମୁଁ ଆପଣଙ୍କର ସ୍ତ୍ରୀ ବୋଲି? ନାଇଁ ଅବଶ୍ୟ ସେ କଥା ନୁହଁ ଯେ, ସେଇ ସ୍ୱର, ସେଇ ଭାବ, ସେଇ ଭାଷା ଯେମିତି ଏ କାନରେ ପଡିଗଲା ନା, ମୁଁ ଭାବିଲି ସ୍ତ୍ରୀ ବୋଲି। ଆଜ୍ଞା ମୁଁ ଆପଣଙ୍କୁ ଚିହ୍ନିଛି, ଆପଣ ମତେ ଚିହ୍ନିଥିବେ କି ନାଇଁ ମୁଁ ସେ କଥା କହିପାରିବି ନାହିଁ, କିନ୍ତୁ ମୁଁ ଆପଣଙ୍କ ଭଳି ପଣ୍ଡିତଙ୍କୁ ଠିକ ଚିହ୍ନିଛି, ଆଉ ମୁଁ ବି ଆପଣଙ୍କ ଭଳି ଜଣେ ପଣ୍ଡିତ। ଜାଣି ଖୁସି ହେଲି। ଆଚ୍ଛା ନା ଗାଁ? ମୋ ନା ପଣ୍ଡିତ ଶ୍ରୀ ଶ୍ରୀ ବିଘ୍ନେଶ୍ୱର ନାଥ ଶର୍ମା। ଆପଣ ମତେ ନ ଚିହ୍ନିଥିଲେ ଆପଣ ମୋ ବାପାଙ୍କୁ ଚିହ୍ନିଥିବେ।
आ तांको जदि न चिन्हिथिबे तांको बापा को चिन्हिथिबे आ तांको बापा को जदि न चिन्हिथिबे ताले तांको बापा को आपण निश्चय चिन्हिथिबे। ओह बुझी गली। बुझी गले तो हाँ आपण न बुझिबे केमिति आपण को भली पंडित कथा गछ टांकुरु ओपाड़ी आनिबा लोक पर आपण आउ आपण न बुझिबे तो आउ बुझिबो कि आज्ञा कुतार्थ होई गली आज्ञा कुतार्थ होई गली हरिंकर अपूर्व जोगाजोग जेहेतु आपणकर मु दर्शन पाइली। बुझिले पंडित महाशय आज्ञा आपण मते कोन पा एठी डाकिले हाँ माने काहे की डाकिले हैं आ किछि न कहि मते एमती संदेह रे काहे पकोचंती कहिले की कथा कहउचंती आज्ञा आपण को मु संदेह रे पकेइले मो भली आजन्म ब्रह्मचारी तांकु आपण संदेह करचंती आपण आजन्म ब्रह्मचारी आज्ञा ता माने आपण संसार नाही कि भविष्य में संसार करिवार आशा भी नाही से कथा किए कहबा आज्ञा आशा तो बैतरणी नदी परी 5 मन 25 प्रकृति केते बेले जदी मनटा टाणी हेई संसार न गडी उठिबो से कथा किए कहबो आपण कथा जा जणा पडुची भविष्य में आपण संसार करिवार आशा भी अछि से कथा को मु केमती नाही करबी आज्ञा जोग छाड़ी मुनि ऋषि माने जेतेबेले संसार क्षेत्र को डेई पडुचंती मु तो अति नगण्य मनीष मात्र पंडित महाशय आ समय नष्ट न करी कोन कहिबार अछि कहि पकांतु नहीं माने मु कोन कहउतिली कि हो पुणी सेई मुई कोन कहउतली कि हैं बुझिले बुझिले पंडित महाशय हाँ, हाँ। आपण कथाटा सते जेमति गोटे भौरी भितर पड़ी जाई हाँ, आ भौरी काटी के बाहर को आसी पारुने नहीं आज्ञा माने मु कोन कहउतिली कि पुणी सेई पोथीर पुराणा पाखटा नोटै चलचंती टिके नुआ पाख प्रति दृष्टि दियंतु बुझिले पंडित महाशय आज्ञा मु सीधा रास्ता रे गला बेले आपण मते अटके कथार धाराटा को एमिति बंके बंके न नहीं टिके सीधा सड़क कहि देले मु भी खुशी आ आपण भी संतोष हुअते की कथा कहउचंती आज्ञा आपण को संतोष करिया पई मु आप्राण चेष्टा करबी चेष्टा करिवे कोन करंतु बुझले पंडित महाशय हाँ, हाँ। जहा कहबार कथा टिके एकादम रे कहि पकांतु हाँ। मु मो बाटर चली जिबी आ आपण आ मु मो बाटर चल जिबे कथा कोन की आज्ञा माने माने पूर्ण से माने माने हैं हयो पंडित महाशय टिके आज्ञा। जा कहबार अछि कुहंतु काहे कि समय नष्ट करछनी कहले आज्ञा नबाबी महाभारत लेखिला बेलू को कि सूक्ष्म बुद्धि प्रयोग न कले आपण ता न करिथिले राजा कृष्ण देवराय को कठिन दंड रे दंडित करा जाई थांता जा हो बुद्धि खर्च करी राजा को बंचई देले ना आज्ञा आपण को सत मते मिछ मिछ कथाटा को सत बोली प्रमाण करैया पे आपण मते एठी अटकेले मु जालिले क्षमा करिबे आज्ञा आपण को उद्देश्यटा ठीक हेले कथाटा कहिला बेले टिके ओलट पालट हेई गला माने मो कहिबा कथा कोन की आपणकर सूक्ष्म बुद्धि पाखरे मो मुंडटा झुली पड़िछि आज्ञा एमन तो मु धन्य हेली आपण विश्वास करिवे नै आज्ञा सदा सर्वदा अहरह पंडित बंधु मानक गण रे मु आपणकर भूरी भूरी प्रशंसा करे आउ चर्चा तो जा हुए छाड़ंतु से कथा कहिले राति राति दिन दिन बीती जीव आहा आपण को निकट रे अधम कृतज्ञ हे गला हरिओम हरिओम ये आपण को भली विज्ञ पंडित से पुणी मो पाखे लज्जा दियंतु नै आज्ञा से किछि नाही आज्ञा आपण कथार धाराटा को आगु को बुहाई नियंतु मु आपण को विचक्षण बुद्धिर प्रशंसा न करी रही पारुने आउ सेही विषय रे आपण को सहित आलोचना करिया पई मु आशा करथिली अवश्य आज से उद्देश्य मोर नथिला पंडित महाशय आज्ञा आपण को कथार स्रोत अति प्रखर हेले से केते मोड़ केते बंध आ केते अंका बंका रास्ता देई जे गति करूची नै आज्ञा ता नुहे जे आ कोन से माने आपण मते अटकेले काहे की कथा कहउचंती आज्ञा मु नै आज्ञा मु तो आपण को अटकै नै होयो आपण मते अटकेला जे आपण मु आपणा छाई एठी अटकी गली हैं कथा कौन की मो दुष्टि शक्ति रे के विघ्न घटी गला माने मु कोन कहउतली कि अच्छा कहउतली कि झमाला रे मଣିଷ पड़ला
ହୟ ପଣ୍ଡିତ ମହାଶୟ ଆଜ୍ଞା ଇଏ ଅଷ୍ଟ ଗଣ୍ଠି ମୁକ୍ତ କରି ଏ କଥାଟା କହିଦିଅନ୍ତୁ ମୁଁ ମୋ ବାଟରେ ଚାଲିଯିବି ଆଉ ଆପଣ ଏଠି ନିଶ୍ଚଳ ଭାବରେ ବସି ଆପଣଙ୍କ ଭାବନାକୁ ତର୍କ ବିତର୍କ ଭିତରକୁ ଟାଣି ଓଟାଳି ତା ଭିତରୁ ରସରୁ ରସ ଏମିତି ସୁଧା ରସ ବାହାର କରି ଚାଲିଛି। ନାଇଁ ଇଏ ମାନେ କଥା କଣ କି ମୁଁ ଅତି ଶ୍ରଦ୍ଧାରେ ଗୋଟାଏ ମାନେ ଇଏ ଷଣ୍ଢ ପାଳିଥିଲି। ଓହୋ, ତାହେଲେ ଗୋଶାଳା କରିବାର ଆଶା ଥିଲା ନାଇଁ? ନାଇଁ ଆଜ୍ଞା ଶ୍ରଦ୍ଧାରେ ପାଳିଥିଲି। ତା ରଙ୍ଗ ଠିକ ଆପଣଙ୍କର ଛତା ରଙ୍ଗ ଭଳି। କଣ ହେଲା? କାଲି ରାତିରୁ କୁଆଡେ ହଜି ଯାଇଛି। ଓହୋ, ତାହେଲେ ଆପଣ ତାହେଲେ ଷଣ୍ଢର ଗତି କୁଆଡକୁ ସେ କୋଉଠି ରହୁଛି ହଁ। କଣ ଖାଇଛି ହଁ। ଏସବୁ ବିଷୟ ଜାଣିବା ପାଇଁ ମୋ ପାଖରୁ ଆଶା କରୁଛନ୍ତି। ନାଇଁ ଆଜ୍ଞା ମୁଁ ମୋର ଷଣ୍ଢକୁ ଖୋଜୁଛି। ଓହୋ, ଷଣ୍ଢ ଖୋଜିବା ପାଇଁ ଗୋଟେ ସାଥୀ ଦରକାର ହେବାରୁ ମତେ ଆପଣ ଅଟକେଇ ଦେଲେ ନାଇଁ? ହରିଓମ୍ ହରିଓମ୍ ଆପଣଙ୍କ ପରି ଜଣେ ମହାନ ପଣ୍ଡିତଙ୍କୁ ମୁଁ ଏଭଳି କାର୍ଯ୍ୟରେ ଲଗେଇବି? ଆପଣଙ୍କ ଉଦ୍ଦେଶ୍ୟ ତ ମହତ ଭଳି ଜଣା ପଡୁଛି। ଅବଶ୍ୟ ଉଦ୍ଦେଶ୍ୟ ମମ ମହତ୍, ତେବେ ସାମାନ୍ୟ ଦୃଷ୍ଟି ଶକ୍ତିରେ ମୋର ବିଭ୍ରାଟ ଘଟି ଯାଇଛି। କଳା ଷଣ୍ଢକୁ ଖୋଜୁଥିଲି, ହଠାତ୍ ଆପଣଙ୍କ ଉପରେ ମୋର ଦୃଷ୍ଟି ପଡିଗଲା ଦୂରରୁ। ବୁଝିଗଲି, ତାମାନେ ଆପଣ ମତେ ଆପଣଙ୍କ କଳା ଷଣ୍ଢ ଭାବି ମୋ ପଛେ ପଛେ ଧାଇଁଲେ। ଖାଲି ଧୀର ମନ୍ଥର ଗତିରେ ଧାଇନି ଆଜ୍ଞା, ଗତିର ବେଗ ବଢେଇ ବଢେଇ ଏମିତି ବେଗ ବଢେଇ ଦେଲି ଯେ ମୁଁ ବେଦମ ଆଜ୍ଞା। ମତେ ଭୁଲ ବୁଝିବେ ନାହିଁ ଆଜ୍ଞା, ମାନେ ମୋର ଦୃଷ୍ଟି ଶକ୍ତିରେ ବିଭ୍ରାଟ। ନାଇଁ ଭୁଲ ବୁଝିବି କାହିଁକି? ଦୃଷ୍ଟି ଶକ୍ତିରେ ବିଭ୍ରାଟ ଘଟିଲେ ମଣିଷ ବି ଷଣ୍ଢ ପରି ଦେଖାଯାଏ। କି ଉଜ୍ଜଳ ଲଲାଟରେ ମୋର ଆଜି କି ଅନୁକୂଳରେ ଯାତ୍ରା ଆରମ୍ଭ କରିଥିଲି କେଜାଣି ମଣିଷରୁ ଷଣ୍ଢ ରୂପ ପର୍ଯ୍ୟନ୍ତ ଆସିଲିଣି। ଦେଖାଯାଉ ଆଉ କି ରୂପ ଆଗକୁ ହଉଛି। କହିଛି ତ ଇଏ ଦୃଷ୍ଟି ଶକ୍ତିରେ ବିଭ୍ରାଟ। ହଉ ଆପଣ ଥାନ୍ତୁ, ଏଥର ମୁଁ ଚାଲିଲି। ଆଜ୍ଞା ପୁଣି ବିଭ୍ରାଟ କଣ କୁହନ୍ତୁ? ମତେ ସୁଯୋଗ ଦେବେ? ସୁଯୋଗ? ହଁ ମୋର ତ ସଦାବେଳେ ଦୁର୍ଯୋଗ। ମୋ ପାଖରୁ କି ସୁଯୋଗ ଆଶା କରୁଛନ୍ତି ଆପଣ? ମୁଁ ସଦା ସର୍ବଦା ଦୁର୍ଯୋଗର ସମ୍ମୁଖୀନ ଆଜ୍ଞା। ଓ ମୋତେ ତାହେଲେ ସାଥୀ କରି ଦୁର୍ଯୋଗ ଭିତରକୁ ଟାଣି ନେବା ପାଇଁ ସୁଯୋଗ ଖୋଜୁଥିଲେ, ପାଇଗଲେ ନାଇଁ? ହରିଓମ୍ ହରିଓମ୍ ଆପଣଙ୍କ ପ୍ରତି ମୋର ଭାବ ଆସିବ ଆଜ୍ଞା। ତାହେଲେ କୋଉ ଭାବ ଆସୁଛି ଟିକେ ପ୍ରକାଶ ନ କରି କାହିଁକି ମତେ ଏମିତି ଦହଗଜ କରି ମାରୁଛନ୍ତି କହିଲେ? ନାଇଁ ମାନେ ମୋ କଥା କଣ କି ଆଜ୍ଞା, ମାନେ ମୁଁ 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 ଆପଣଙ୍କୁ ଗୁରୁ କରିବି। ଆପଣ ମତେ ଶିଷ୍ୟ ଭାବରେ ଗ୍ରହଣ କଲେ ଖୁସି ହବ ନାଇଁ? ହେଲେ ସିଏ ବଡ କାଠିକା ପାଠ ବାପା। ପାରିବି ଆଜ୍ଞା ପାରିବି। ଆପଣ ମତେ ଟିକେ ଦୟା କରନ୍ତୁ ଆଜ୍ଞା। ମୋର ଶିକ୍ଷା ଦୀକ୍ଷା କଠିନ, ସେଥିରେ ଉତ୍ତୀର୍ଣ୍ଣ ହବା ସହଜ ନୁହେଁ। ଯେତେ କଠିନ ହେଲେ ବି ମୁଁ ପାରିବି ଆଜ୍ଞା। ପାରିବ? ଅବଶ୍ୟ। ମୋ ସହିତ ଚାଲି ଚାଲି ଯିବାକୁ ପଡିବ। ଯିବି ଆଜ୍ଞା, ଚାଲିଛି ତ। ବିଶ୍ରାମ ନ ନେଇ ସେମ୍ ଚାଲିଥବ। ଚାଲିବି ଯେ ହେଲେ ମଝିରେ ମଝିରେ ଟିକେ ବିଶ୍ରାମ। ନା, ବିଶ୍ରାମର ପ୍ରଶ୍ନ ନାହିଁ। ହଉ ଅନିଦ୍ରା ବି ରହିବାକୁ ପଡିବ। ହଁ, ଅନିଦ୍ରା କେତେ ଦିନ? ବର୍ଷ ଧରି। ବର୍ଷ ଧରି ରହି ଯାଆନ୍ତି ଯେ ହେଲେ ମୋର ଟିକେ ନିଦୁଆ ଆଖି ଆଜ୍ଞା, ଏମିତି କି ଠିଆ ଠିଆରେ ବି ନିଦ ହେଇଯାଏ। ତାହେଲେ ତମେ ମୋର ଶିଷ୍ୟ ହେଇପାରିବ ନାହିଁ। ହେବି ଆଜ୍ଞା ହେବି, ମୁଁ ନିଦ୍ରା ତ୍ୟାଗ କରିଦେବି। ତମକୁ ଆହାର ବି ଛାଡିବାକୁ ପଡିବ। ହଁ, ଆହାର? ପେଟ ରୋଗ ହେଇଯିବ ଆଜ୍ଞା। ତାହେଲେ ତମେ ମୋର ଶିଷ୍ୟ ହେଇପାରିବ ନାହିଁ। ହରିଓମ୍ ଏ ନାସ୍ତି ବାଣୀ ମତେ ଶୁଣାନ୍ତୁ ନାହିଁ ଗୁରୁଦେବ। ମୁଁ ପାରିବି। କଣ ପାରିବ? ଆପଣ ଯାହା କହିବେ ମୁଁ ତା କରିଦେବି। ତମକୁ ଆହାର ଛାଡିବାକୁ ପଡିବ। ଅବଶ୍ୟ କଷ୍ଟ ହବ, ହେଲେ ମଝିରେ ମଝିରେ ଗୁରୁଦେବଙ୍କର ଅନୁମତି ନେଇ କିଛିଟା ନା ନା ନା। ହଉ ଗୁରୁଦେବ, ହେଲେ ମତେ ଶିଷ୍ୟ ରୂପେ ଗ୍ରହଣ କଲେ ତ? ମୁଁ ତମକୁ ଶିଷ୍ୟ ରୂପେ ଗ୍ରହଣ କଲି, ଆଜ୍ଞା। କିନ୍ତୁ ଆଉ କିନ୍ତୁ ଲଗାନ୍ତୁ ନାହିଁ ଗୁରୁଦେବ। ନା, ତମକୁ ପରୀକ୍ଷା ଦେବାକୁ ପଡିବ। କଣ? ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତମେ ମୋର ଶିଷ୍ୟ ପାଇଁ ଯୋଗ୍ୟ ହବ। ଗୁରୁଦେବ
आहार निद्रा ता संग अण निश्वासी दौड़ा तापर भी आहुरी परीक्षा। हाँ हऊ हऊ गुरुदेव मु परीक्षा देबा पाई राजी। तुमको मो सहित राजबाटी चली चली जीवाकू पड़िबो। हाँ राजबाटी की जीबी आज्ञा जीबी। गुरुदेव एई आहार त्यागटा राजबाटी रो फेरिला परे छाड़ी देले हुंता नी। माने मु कोन कहउतली कि राजबाटी रे भल भल खाद्य मिलिबो त तेणु भल रकम पाटी रे पकई देई सबु दिन पाई आहार त्यागटा कर देबी। ना 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 चलो शुण यही हूँ दरबार छामू विजय करिसंती कौनसी पाटितुंड न करी चुप ही बसी रह। राजाधिराज राजा श्री कृष्णचंद्र देव रायंकर जय हेउ। ए कौन छामू विव्रत थिला बेले जना पड़ुछंती। ए दिनहीन गोपाल छामूंकर विव्रतर कारण जानी पारे कि? काली राति रे एक स्वप्न मते विव्रत करि देछि गोपाल। स्वप्न की स्वप्न? कौन शत्रुपक्ष आक्रमण करिछि? ना शत्रु को मुकाबिला करिया पई मोर यथेष्ट सैन्य सामंत अछंती। आउ कोन छामूंकर किछि अमंगल घटिबार स्वप्न? ना ता मध्ये नुहे। तेबे आउ की स्वप्न जोउथि पई छामू विव्रत? मु तो किछि बुझी पारुनी। छामू कहतु छामू ये गोपाल तार प्रतिकार पई चेष्टा करिवो। ये सेवक आपनकर बंची थाउ थाउ आपण विव्रत हेबे की कथा ये? छामू विव्रत हेले आम गुरु जेमिति हेले तार प्रतिकार करि देबे ना। से किए? विघ्नेश्वर मो चेला आज्ञा। गोपाल तुमको नहीं वो स्वप्न? मते नहीं छामूंकर स्वप्न। धन्य हो गली ये जीवन धन्य हो गला। छामू ये नगण्य सेवक को छामू स्वप्न देखिले जानीगली छामूकर मो प्रति ममता रही ना। खाली ममता नुहे गुरु अवैध प्रीति ना। स्वप्नटा कौन के छामू को श्रीमुख शुणी देले ए उद्धनिया मनटा थई आता। गोपाल छामू तमे ओ मु प्रातः भ्रमण रे जाउथु। मु आपण हां तापरे तापरे बाटरे जाऊ जाऊ मु गोटे मधुकुंड रे आ तमे गोटे विष्ठा कुंड रे पड़ी जाइछो। तापरे जामो मते रहिओने जामो मते उद्धार कर दे की दुर्गंध। गोपाल मु मधुर सुगंध रे आनंद उपभोग करूची। की तृप्ति की आनंद। जामो जामो मते रहिओने जामो मते टिके जल्दी उद्धार कर दे जामो। गोपाल गोपाल मु मधुकुंड रे आउ तमे विष्ठा कुंड रे पड़ी जाय छ। तांकर की अपूर्व जोगाजोग। छामूंकर मो प्रति सेमती प्रीति नथिले एका बेले के गोटिए स्वप्न को दी जण कोन देखिताते। छामू छामू जहा देखले ता संपूर्ण हैला नहीं। स्वप्न छामू जहा को अधा देखिले मु ताकू बाकी पूरा देखिली। तमे भी ए स्वप्न देखिछ? की स्वप्न देखिछ? सेही स्वप्न आज्ञा गोटिए स्वप्नर धारा चलथिला। छामू अधे देखिले आउ अधक स्वप्न मु देखिली। अधक स्वप्न कौन से स्वप्न? कहूची छामू कहूची असंपूर्ण स्वप्न को पूर्ण न कले छामू हमर संतुष्ट हेबे केमी? माने स्वप्न रे
ସ୍ୱପ୍ନରେ ଛାମୁ ଅମୃତ କୁଣ୍ଡରେ ଆଉ ମୁଁ ବିଷ୍ଠା କୁଣ୍ଡରେ। ତାପରେ ଯୋଉ ଯୋଉ ସ୍ୱପ୍ନ ସବୁ ମୁଁ ଦେଖିଛି କହୁଛି ସଫା ସଫା କହିଦେବି ଟିକେ ହେଲେ କୁଣ୍ଠାବୋଧ କରିବି ନାହିଁ। ନାଇଁ ନାଇଁ ଗୁରୁ ସେଥିରେ ଜମା କୁଣ୍ଠାବୋଧ କରିବ ନାହିଁ। ଯାହା ଯାହା ସ୍ୱପ୍ନ ଦେଖିଛ ଖୋଲା ଖୋଲି ଭାବରେ ଛାମୁକୁ ଜଣେଇ ଦବ ନା। ହଁ ବିଘ୍ନେଶ୍ୱର ତମେ ବିଘ୍ନ ନ ଘଟାଇ ଚୁପ ହୋଇ ରୁହ। ମୁଁ କହିବା ଆରମ୍ଭ କଲି। କଥା କଣ କି ଛାମୁ ଆପଣ ଆଉ ମୁଁ ସେ କୁଣ୍ଡରୁ ବାହାରିଲେ ତାପରେ ଗୋପାଳ ବିଷ୍ଠାର ବାସନାଟା କଣ ତମେ ଠିକ ଅନୁଭବ କରିପାରୁଥିବ ନୁହେଁ? ଏକଦମ ଯେମିତି ଗୋଟେ ଫେଣ୍ଟି ହେଇଯାଇଛି। ଲୋକମାନେ ଆସିଯିବା ପୂର୍ବରୁ ତମେ ଶୀଘ୍ର ଧୁଆ ଧୁଇ ହେଇ ପଡ। କେମିତି ଧୋଇ ହେବି ଆଜ୍ଞା? କୋଉଠି ତ ଆଖପାଖରେ ପାଣି ଥିଲା ଭଳିଆ ଜଣା ପଡୁନି ନା। ଲୋକେ ଯଦି ଏ କଥା ଜାଣିବେ ଅଡୁଆ ଏକାଥରକେ ମୁସ୍କିଲ ହେଇଯିବ। ମୁଁ ଯାଉଛି ତମେ ଧୁଆ ଧୁଇ ହେଇ ଆସ। ମୁଁ କେମିତି ଧୋଇ ହେବି ଛାମୁ? ଲୋକମାନେ ଯଦି ଆସି ପଚାରିବେ ମୁଁ ମୋ ଅବସ୍ଥା କହିବା ସହିତ ଆପଣଙ୍କ ଅବସ୍ଥା ବି। ଗୋପାଳ ମୁଁ କୁଣ୍ଡରେ ପଡିଯାଇଛି ବୋଲି ତମେ ଲୋକମାନଙ୍କୁ କହିବ? କେମିତି ନ କହିବେ ଆଜ୍ଞା? ବଡ ଲୋକଙ୍କ ପିଛା ନ ଧରିଲେ ଏ ସଙ୍କଟରୁ ପାରି ହେବି କେମିତି? ମୁଁ କୁଣ୍ଡରେ ପଡିଯିବା କଥା ଲୋକେ ଜାଣିଲେ ମୋର ବିରକ୍ତ ରହିବ। ସେଇଥିପାଇଁ ତ କହୁଛି ତ ଛାମୁଙ୍କର ବିରକ୍ତ ରଖିବାକୁ ହେଲେ ଇଏ ଅଧମକୁ ଜଲ୍ଦି ସଫା କରିବାର ବ୍ୟବସ୍ଥା କରନ୍ତୁ। ମଧୁ ଅଠାରେ ମୋ ଦେହ ହାତ ଅସମ୍ଭାଳିଲାଣି। ଗୋପାଳ ଲୋକମାନେ ଆସିଯିବେ ପରା। ଆସିଯିବେ କଣ ଆସିଗଲେଣି ଆଜ୍ଞା। କଣ କରିବା ଗୋପାଳ ମତେ ତ କିଛି ଉପାୟ ଦେଖା ଯାଉନି। ଛାମୁ ମୁଁ ଗୋଟେ ଉପାୟ ସ୍ଥିର କରିଛି। ଛାମୁ ଯଦି ଟିକେ ରାଜି ହେଇଯାନ୍ତା ନା ତାହେଲେ ମୁଁ ବି ଖୁସି ଆଉ ଛାମୁ ବି ଖୁସି। କୁହ ଗୋପାଳ ତମେ ଶୀଘ୍ର କୁହ ମତେ କଣ କରିବାକୁ ପଡିବ? ମାନେ ମାନେ ମୁଁ କଣ କହୁଥିଲି କି ଛାମୁ ମୁଁ ଛାମୁକୁ ଚାଟିକି ସଫା କରିଦେବି କେହି ଜାଣିପାରିବେନି ଛାମୁ। ଆଉ ସେମିତି ଛାମୁ ମତେ ବି ଚାଟିକି ସଫା କରିଦେବେ। ଆଜ୍ଞା କିଛି ନାହିଁ ଆଜ୍ଞା ଟିକେ ଦୁର୍ଗନ୍ଧ ସମ୍ଭାଳିବାକୁ ପଡିବ ଆଜ୍ଞା। ଆଉ ଲୋକମାନେ ଆସିଗଲେ ଆଜ୍ଞା। ହଁ ଚାଲ ଆରାମ କରନ୍ତୁ ହଁ। ଏଥର ତାହେଲେ ଚାଟିବାକୁ ପଡିବ। ଆଉ ତାପରେ ଛାମୁ ଆପଣ ମୋ ଦେହକୁ ମୁଁ ଆପଣଙ୍କ ଦେହକୁ ଚାଟି ଚାଟି ସଫା କରିଦେଲେ। ଆଜ୍ଞା ମୋର ସ୍ୱପ୍ନ ସମ୍ପୂର୍ଣ୍ଣ ମିଥ୍ୟା ଥିଲା। ମୁଁ ଖାଲି ମଜା ଦେଖିବା ପାଇଁ ଏପରି ସ୍ୱପ୍ନ କଥା କହୁଥିଲି। ମୋର ବି ସ୍ୱପ୍ନ ସମ୍ପୂର୍ଣ୍ଣ ମିଥ୍ୟା ଥିଲା ଛାମୁ। चटपटिया रे गोपालिया से बोका बनाए रे गोपालिया। नटखट 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 बड़ नट खटिया रे गोपालिया से बड़ बुद्धिया रे गोपालिया। उतर कहे चटपट 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 बुद्धि बेसी चटपट 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 हंसा उठाए